ନମସ୍କାର, ଜୟ ଜଗନ୍ନାଥ। ମୁଁ ବିଶ୍ୱଜିତ ଆପଣମାନଙ୍କୁ ମୋ ଚ୍ୟାନେଲ କୁକ୍ ୱିଥ୍ ବିଶ୍ୱଜିତକୁ ମୁଁ ସ୍ୱାଗତ କରୁଛି। ଦେଖନ୍ତୁ, ମୁଁ ଆଜି ବିନା ପିଆଜ ରସୁଣରେ ସବୁ ଭେଜିଟେବଲ୍ସକୁ ପକେଇକି ଗୋଟେ ମସ୍ତ ମିକ୍ସ ଭେଜ୍ କରିଟେ ବନେଇଛି, ଯେଉଁଟାକୁ ଆପଣମାନେ ଭାତ, ରୁଟି, ନାନ୍, ପରଟା, ପୁରୀ ସହିତ ଆରାମସେ ଖାଇପାରିବେ। ତ ଚାଲନ୍ତୁ ଏବେ ଆକୁ ବନେଇବା ଷ୍ଟାର୍ଟ କରିବା। ସେଥିପାଇଁ ଫାଷ୍ଟ ଗୋଟେ କଡ଼େଇରେ କିଛି ରିଫାଇନ୍ ଅଏଲ୍କୁ ଏମିତି ଗରମ କରିଦେବା। ଆଉ ତେଲ ଆମର ଭଲସେ ଗରମ ହେଇଗଲେ ସେଥିରେ କିଛି ଆଳୁ, ବିନ୍ସ, ଫୁଲକୋବି, ଗାଜର, କିଛି ସଜନା ଛୁଇଁକୁ ଏମିତି ଛୋଟ ଛୋଟ କରି କାଟିକି ପକେଇବା। ଆଉ କିଛି ଗ୍ରୀନ୍ ମଟର ବି ପକେଇବା। ଆଉ ତାପରେ ତାକୁ 5ରୁ 10 ମିନିଟ୍ ପର୍ଯ୍ୟନ୍ତ ପୁରା ହାଇ ଫ୍ଲେମ୍ରେ କିଛି ସମୟ ଫ୍ରାଏ କରିବା। ତାପରେ ତାକୁ ଗୋଟେ ଜାଗାକୁ ବାହାର କରିଦେବା। ଆପଣମାନେ ଚାହିଁଲେ ପରିବା ଗୁଡ଼ିକୁ ତେଲରେ ଫ୍ରାଏ କରିକି ବି ପକେଇ ପାରିବେ। ମୁଁ ବେଶୀ ତେଲ ୟୁଜ୍ କରିବିନି ବୋଲି ପରିବା ଗୁଡ଼ିକୁ ହାଲକା ଭାଜି ଦେଇଛି। ଦେଖନ୍ତୁ, ପରିବା ଗୁଡ଼ିକ ଆମର ଏବେ ଭଜା ହେଇକି ପୁରା ରେଡ଼ି। ଆକୁ ମୁଁ ଏବେ ଗୋଟେ ଜାଗାକୁ ଏବେ ବାହାର କରିଦେଇଛି। ତ ଏବେ ଚାଲନ୍ତୁ ଫାଇନାଲି ଆମର ମିକ୍ସ ଭେଜ୍ କରିଟେ ବନେଇବା। ଏବେ ସେହି ପରିବା ଫ୍ରାଏ ହେଇଥିବା କଡ଼େଇରେ ଆଉ କିଛି ରିଫାଇନ୍ ଅଏଲ୍ ଗରମ କରିଦେବା। ଆଉ ତେଲ ଆମର ଭଲସେ ଗରମ ହେଇଗଲେ ସେଥିରେ କିଛି ଜିରା ପକେଇଦେବା। ଆଉ କିଛି ତେଜପତ୍ର ପକେଇଦେବା। ଜିରା ଭଲସେ ଫୁଟିଗଲେ କିଛି ଅଦାକୁ ଏମିତି ଛୋଟ ଛୋଟ କରି କାଟିକି ପକେଇବା। ଆଉ କିଛି କଞ୍ଚା ଲଙ୍କା ବି ଏମିତି ଛୋଟ ଛୋଟ କରି କାଟିକି ପକେଇବା। ତାପରେ ଏସବୁକୁ 2 ମିନିଟ୍ ପର୍ଯ୍ୟନ୍ତ ପୁରା ମିଡ଼ିୟମ୍ ଫ୍ଲେମ୍ରେ ଫ୍ରାଏ କରିବା। ଅଦା ଆଉ କଞ୍ଚା ଲଙ୍କା ଆମର ଭଲସେ ଭାଜି ହେଇଗଲେ ସେଥିରେ କିଛି ଟମାଟୋ ପେଷ୍ଟ ପକେଇବା। ଆଉ ଟମାଟୋ ପେଷ୍ଟକୁ ପୁରା ହାଇ ଫ୍ଲେମ୍ରେ 10 ମିନିଟ୍ ପର୍ଯ୍ୟନ୍ତ ପୁରା କଷିବା। ଦେଖିପାରୁଥିବେ ଟମାଟୋ ଏବେ ବହୁତ ବଢ଼ିଆସେ ଆମର କଷି ହେଇଯାଇଛି। ଏବେ ଏଥିରେ କିଛି ହଳଦୀ ଗୁଣ୍ଡ, କିଛି ଲଙ୍କା ଗୁଣ୍ଡ, ଆଉ କିଛି କାଶ୍ମୀରୀ ଲଙ୍କା ଗୁଣ୍ଡ, ସ୍ୱାଦ ଅନୁସାରେ ଲୁଣ, ଆଉ ଗରମ ମସଲା ଗୁଣ୍ଡ, ଆଉ କିଛି କାଜୁ ପେଷ୍ଟ ପକେଇବା। ତାପରେ ଏଥିରେ ହାଫ୍ କପ୍ ପାଣି ଦେବା। ଆଉ ଆକୁ ଭଲସେ ଏମିତି ମିଡ଼ିୟମ୍ ଫ୍ଲେମ୍ରେ ପୁରା 10 ମିନିଟ୍ ପର୍ଯ୍ୟନ୍ତ ଗୋଳେଇବା, ଯେମିତି କାଜୁ ବଟାଟା ଆମର ମସଲା ସହିତ ପୁରା ଭଲସେ ମିଶିବ। ଦେଖନ୍ତୁ, ଆମର ଏବେ ମସଲା ପୁରା ରେଡ଼ି ହେଇଗଲାଣି। ଏବେ ଏଥିରେ ଆମେ ଫ୍ରାଏ କରିଥିବା ଆମର ପରିବା ଗୁଡ଼ିକୁ ସବୁ ପକେଇ ଦେବା। ତାପରେ ଗ୍ୟାସ୍ର ଫ୍ଲେମ୍କୁ ମିଡ଼ିୟମ୍ କରିଦେବା। ଆଉ ପରିବା ଗୁଡ଼ିକୁ ଭଲସେ ଗୋଳେଇକି ମସଲା ସହିତ ମିଶାଇବା। ଆଉ ତାକୁ ଏମିତି କଭର୍ କରିକି ଆଉ 10ରୁ 15 ମିନିଟ୍ ପର୍ଯ୍ୟନ୍ତ କଷିବା। ଆଉ ମଝିରେ ମଝିରେ ଗୋଳେଇବା, ନହେଲେ ଆମର ତଳ ଲାଗିଯିବ, ଯେହେତୁ କାଜୁ ପେଷ୍ଟ ଦିଆ ହେଇଛି। ଦେଖନ୍ତୁ, ଆମର ଏବେ 10ରୁ 15 ମିନିଟ୍ ପୁରା ହେଇଗଲାଣି। ପରିବା ଗୁଡ଼ିକ ଏବେ ମସଲା ସହିତ ବହୁତ ବଢ଼ିଆସେ ଏବେ କଷି ହେଇଯାଇଛି। ଆପଣମାନେ ଦେଖନ୍ତୁ, ଏବେ ଆକୁ ଏମିତି ଆଉ ଟିକେ ତଳ ଉପର କରି ଭଲସେ ପୁରା ଗୋଳେଇ ଦେବା। ଆଉ ତାପରେ ଏଥିରେ କିଛି ଗରମ ପାଣି ଦେଇଦେବା। ଆଉ ପାଣି ଦେଇ ସାରିଲା ପରେ ତାକୁ ଆଉ ଥରେ ଏମିତି ଭଲସେ ପୁରା ଗୋଳେଇ ଦେବା। ଆଉ ଗୋଳେଇ ସାରିଲା ପରେ ତାକୁ ଏମିତି କଭର୍ କରିଦେବା। ଆଉ 10ରୁ 15 ମିନିଟ୍ ପର୍ଯ୍ୟନ୍ତ ଏମିତି ପୁରା ମିଡ଼ିୟମ୍ ଫ୍ଲେମ୍ରେ ଧୀରେ ଧୀରେ କୁକ୍ କରିବା। ଆଉ ମଝିରେ ମଝିରେ ଗୋଳେଇବା, ନହେଲେ ଆମର ତଳ ଲାଗିଯିବ। ଦେଖନ୍ତୁ, ଏବେ ଅଲରେଡ଼ି ଆମର ଆଉ 10ରୁ 15 ମିନିଟ୍ ହେଇଯାଇଛି। ତରକାରୀ ଏବେ ଆମର ଅଲମୋଷ୍ଟ ପୁରା କୁକ୍ ହେଇଗଲାଣି। ଏବେ ଏଥିରେ କିଛି କସ୍ତୁରୀ ମେଥି ପତ୍ର ଆଉ କିଛି ଧନିଆ ପତ୍ରକୁ ଏମିତି ପକେଇଦେବା। ତାପରେ ଆକୁ ଏମିତି ଭଲସେ ପୁରା ଗୋଳେଇ ଦେବା। ଦେଖନ୍ତୁ ଆପଣମାନେ, ମୁଁ ଆକୁ ବହୁତ ବଢ଼ିଆସେ ପୁରା ଗୋଳେଇ ଦେଇଛି। ଆମର ଏବେ ମିକ୍ସ ଭେଜ୍ କରି ପୁରା ରେଡ଼ି। ଏବେ ଆକୁ ଆପଣମାନେ ଆରାମସେ ସର୍ଭ କରିପାରିବେ। ଭିଡ଼ିଓ ଭଲ ଲାଗିଥିଲେ ମୋ ଚ୍ୟାନେଲକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ରହୁଛି, ଜୟ ଜଗନ୍ନାଥ।